ମୁହଁରେ ମାସ୍କ, କାନ୍ଧରେ ଗାମୁଛା, ହାଫ୍ ପ୍ୟାଣ୍ଟ ସାଙ୍ଗକୁ ଟି ସାର୍ଟ ଆଉ ପାଦରେ ପିନ୍ଧିଛନ୍ତି ହଳେ ଚପଲ। ବାହାରି ପଡ଼ିଛନ୍ତି ଧାନ ମଣ୍ଡିକୁ। ଆପଣମାନେ ଏଇଆ ଭାବୁଛନ୍ତି ନା ଇଏ ଜଣେ ଚାଷୀ ହେଇଥିବେ ନିଶ୍ଚିତ। ନା ଇଏ କେଉଁ ଚାଷୀ, ନା ଇଏ ଜଣେ ସାଧାରଣ ଲୋକ। ଇଏ ହେଉଛନ୍ତି ଆପଣ ଦେଖିଥିବା ନାୟକ ଫିଲ୍ମର ଅସଲି ହିରୋ। ଦର୍ଶକ ବନ୍ଧୁ, ଆପଣମାନେ ନିଶ୍ଚିତ ଅନିଲ କାପୁରର ସେହି ହିଟ୍ ଚଳଚ୍ଚିତ୍ର ନାୟକ ଫିଲ୍ମ ନିଶ୍ଚିତ ଦେଖିଥିବେ। କେମିତି ଅନିଲ କାପୁର ମୁଖ୍ୟମନ୍ତ୍ରୀ ହେଲା ପରେ ଭେଷ ବଦଳେଇ ବୁଲୁଥିଲେ ଆଉ କରପ୍ସନ୍ କରୁଥିବା ଅଧିକାରୀଙ୍କୁ ଧରି ଦଣ୍ଡ ଦେଉଥିଲେ। ସେ ତ ଥିଲା ଫିଲ୍ମ ଆଜ୍ଞା। ହେଲେ ଆପଣ ଭାବୁଥିବେ ନାୟକ ଫିଲ୍ମ ସହିତ ଏ ହାଫ୍ ପ୍ୟାଣ୍ଟ ପିନ୍ଧା ବାବୁଙ୍କର କ'ଣ ସମ୍ପର୍କ ଅଛି? ଅଛି ଆଜ୍ଞା। ଯଦି ନଥାନ୍ତା ଆମେ ଆପଣଙ୍କୁ ଏମିତି କାହିଁକି କହିଥାନ୍ତୁ? ଏମିତି ଭେଷରେ ଯାଉଥିବା ବ୍ୟକ୍ତି ଜଣକ ଜଣେ ସାଧାରଣ ବ୍ୟକ୍ତି ନୁହନ୍ତି ଆଜ୍ଞା। ଇଏ ହେଉଛନ୍ତି ଜଣେ ଜିଲ୍ଲାପାଳ, ସେ ପୁଣି ଆମ ଓଡ଼ିଶାର। ଏମିତି ଭେଷରେ ଯିବାର କାରଣ ଧାନ ମଣ୍ଡିରେ ଚାଷୀଙ୍କ ପାଖରୁ କେମିତି ଚାଲିଛି ଧାନ କିଣା ଜାଣିବା ପାଇଁ ଏମିତି ହାଫ୍ ପ୍ୟାଣ୍ଟ ଆଉ ଟି ସାର୍ଟ ପିନ୍ଧି ମୁହଁରେ ମାସ୍କ ଲଗାଇ ବାହାରି ପଡ଼ିଛନ୍ତି ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ। ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ସାର୍ ଧାମନଗର ବ୍ଲକ କଟାସାହି ମଣ୍ଡିର କିଛି ଦୂରରୁ ଗାଡ଼ି ରଖି ନିଜ ସୁରକ୍ଷାକର୍ମୀ, ଡ୍ରାଇଭର ଓ ନିଜେ ଜିଲ୍ଲାପାଳ ଭେଷ ବଦଳେଇ ପହଞ୍ଚି ଯାଇଥିଲେ ମଣ୍ଡିରେ। ଦୀର୍ଘ ସମୟ ଧରି ବଜାରରେ ଏମିତି ଭେଷରେ ବୁଲି ବୁଲି ଚାଷୀ ଓ ଧାନ କିଣୁଥିବା ସମବାୟ ସମିତିକୁ ନଜର ରଖିଥିଲେ। ସବୁ ଦେଖି ଆଉ ସହିପାରିନଥିଲେ ଜିଲ୍ଲାପାଳ। ଜଣେ ଚାଷୀଙ୍କ ଟୋକନ ନେଇ ପହଞ୍ଚି ଯାଇଥିଲେ ଧାନ କିଣୁଥିବା ଅଧିକାରୀଙ୍କ ପାଖରେ ଆଉ ଧାନ ବିକିବାକୁ କହିଥିଲେ ଜିଲ୍ଲାପାଳ। କିନ୍ତୁ ଜିଲ୍ଲାପାଳଙ୍କୁ ଚିହ୍ନି ପାରି ନଥିଲେ ସମବାୟ ସମିତିର ଅଧିକାରୀ। କହିଥିଲେ 8 କେଜି କଟନୀ କରି ଧାନ ରଖିବୁ, ଦେଲେ ଦିଅ, ନହେଲେ ତମ ଧାନ ନେଇ ଫେରିଯାଅ। ଶେଷରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଆଉ ସହିପାରି ନଥିଲେ। ନିରୀହ ଚାଷୀଙ୍କୁ ଠକିଥିବା ସମବାୟ ଅଧିକାରୀଙ୍କୁ ନିଜର ଅସଲି ପରିଚୟ ଦେଇ ନିଜ ନାଲିବତୀର ପାୱାର ଦେଖାଇଥିଲେ। ସଙ୍ଗେ ସଙ୍ଗେ ସେହି ଜାଗାରେ ସେହି ସମବାୟ ଅଧିକାରୀଙ୍କୁ ଏକ ଚିଠି ମାଧ୍ୟମରେ କାରଣ ଦର୍ଶାଅ ନୋଟିସ୍ ଦେଇଥିଲେ, ଯାହାକୁ ଦେଖି ଡରି ଯାଇଥିଲେ ସମବାୟ ଅଧିକାରୀମାନେ। ଏତେ କହିସାରିଲା ପରେ ବି ମାନ୍ୟବର ଯୋଗାଣ ବିଭାଗର ମନ୍ତ୍ରୀ ଆସିଥିଲେ, ଆମ ଜିଲ୍ଲାର ମାନ୍ୟବର ମନ୍ତ୍ରୀ ବି ଆସିଥିଲେ, ଆମର ବିଭିନ୍ନ ସମୟରେ ଆମର MLAs ମାନେ ମଧ୍ୟ ଆଲୋଚନା କରିଛନ୍ତି, ଉଦ୍ବେଗ ପ୍ରକାଶ କରିଛନ୍ତି। ମୁଁ କହିଲି ତାହେଲେ ନାଇଁ, ମୋତେ ନିହାତି କିଛି କରିବାକୁ ପଡ଼ିବ। ମୋତେ ସେଥିପାଇଁ ମୁଁ ବାଧ୍ୟ ହେଇକରି ଗୋଟେ ଚାଷୀ ବେଶରେ, ଯେତେବେଳେ ଗୋଟେ କମ୍ପ୍ଲେନ୍ ଆସିଲା ଶନିବାର ଦିନ, ମୁଁ ଚାଷୀ ବେଶରେ ଯାଇକରି ମୋର PSO ଏବଂ ଡ୍ରାଇଭରକୁ ନେଇକରି ମୁଁ ଚାଷୀ ବେଶରେ ଯାଇକରି ସେଠି ମୁଁ ପାଖାପାଖି 3 ଘଣ୍ଟା ରହିଲି। ସେ ମଣ୍ଡିରେ ଧାନ କିଭଳି ଭାବରେ କିଣା ହେଉଛି, ଚାଷୀମାନଙ୍କ ସହିତ ମୁଁ ଇଣ୍ଟରାକ୍ଟ କରିଥାଏ। କେହି ମୋତେ ଭଗବାନଙ୍କ ଦୟାରୁ ମୋତେ କେହି ଜାଣିପାରୁନଥାନ୍ତି, ଯେହେତୁ ମୁଁ ମଧ୍ୟ ମାସ୍କ ଲଗେଇଥିଲି। ତେଣୁ ମୁଁ ସମଗ୍ର ପ୍ରକ୍ରିୟା ଦେଖିଲା ପରେ ମୁଁ ହୃଦବୋଧ ହେଲା ଯେ ନାଇଁ, ଯେଉଁ କମ୍ପ୍ଲେନ୍ ଆସୁଛି କିଛି କାଂଶରେ ନିଶ୍ଚିତ ଭାବରେ ସତ୍ୟତା ରହିଛି। ସେଥିପାଇଁ ମୁଁ ସେଦିନ ଫେରିଲା ପରେ ଇମିଡ଼ିଏଟଲି ମୁଁ ARCSକୁ ଡାକିକିରି ସେଇ ମଣ୍ଡିର ପାଡି ପ୍ରୋକ୍ୟୁରମେଣ୍ଟ ଅଫିସର୍ସ ଏଗେନ୍ଷ୍ଟରେ ଆମେ ମଧ୍ୟ ଗୋଟେ ଶୋକଜ ମାଗିଛୁ, ସେ ତାର ଆଜି ଉତ୍ତର ଦେବେ। ତେଣୁ ଏଇ ମେସେଜଟା ମୁଁ ଦେବାକୁ ଚାହୁଁଥିଲି ଯେ ଚାଷୀମାନଙ୍କ ପାଇଁ ସରକାର ରହିଛି, ଜିଲ୍ଲା ପ୍ରଶାସନ ଚାଷୀମାନଙ୍କ ସହିତ ଅଛି। ଏବଂ ମୁଁ ଆପଣମାନଙ୍କ ଚ୍ୟାନେଲ ଜରିଆରେ ମଧ୍ୟ କହିବାକୁ ଚାହୁଁଛି ଯେ ଚାଷୀମାନଙ୍କୁ ମୋର ନିବେଦନ ମଧ୍ୟ ରହିବ ଯେ ଆପଣମାନେ ଦୟାକରି FAQ ମାନର ଧାନ ଆଣନ୍ତୁ। କୌଣସି ଜାଗାରେ ଯଦି କଟନୀ ଛଟନୀର ଶିକାର ଆପଣ ହେଉଛନ୍ତି, ନିଶ୍ଚିତ ଭାବରେ ଆମକୁ ଜଣାନ୍ତୁ। ଏବଂ ଆପଣ କେବେ ବି ଭାବିବେନି ଯେ ଟୋକେନ୍ ଆପଣଙ୍କ ଲାପ୍ସ କରିଯାଉଛି, କାରଣ ସରକାର ଜିଲ୍ଲାପାଳମାନଙ୍କୁ 15 ଦିନ ଏକ୍ସଟ୍ରା ମଧ୍ୟ ସମୟ ଦେଇଛନ୍ତି। ଏମିତି ଘଟଣା ପରେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟଙ୍କ ପ୍ରତି ପ୍ରଶଂସାର ସୁଅ ଛୁଟୁଥିବା ବେଳେ ସମସ୍ତେ କହୁଛନ୍ତି ଜିଲ୍ଲାପାଳ ହେବ ତ ଏମିତି। ଭଦ୍ରକରୁ ସୁବ୍ରକାନ୍ତ ରାଉତରାୟଙ୍କ ରିପୋର୍ଟ, A1 ଓଡ଼ିଆ।